ଆପଣଙ୍କ ଗୁଗଲ କ୍ରୋମ୍ ଧୀରେ ଚାଲୁଛି କି ପେଜ୍ ଲୋଡ୍ ହେବା ପାଇଁ ବହୁତ ସମୟ ନେଉଛି କି ଚିନ୍ତା କରନ୍ତୁ ନାହିଁ। ଆଜି ମୁଁ 2 ମିନିଟ୍ରେ କି ପ୍ରକାରେ କ୍ରୋମ୍କୁ ବହୁତ ଫାଷ୍ଟ ଚଲେଇବ ସେଇଟା ମୁଁ ଭିଡ଼ିଓରେ ଆପଣଙ୍କୁ ପ୍ରାକ୍ଟିକାଲ ଭାବରେ କହିବି। ନମସ୍କାର ସାଙ୍ଗମାନେ, ଆଜି ମୁଁ ସହଜ ଏବଂ ପ୍ରାକ୍ଟିକାଲ ଉପାୟରେ ଆପଣମାନଙ୍କୁ ମୁଁ କହିବି କି ଗୁଗଲ କ୍ରୋମ୍କୁ କି ପ୍ରକାର ଫାଷ୍ଟ ଚଲେଇ ପାରିବେ। ଏଥିପାଇଁ କୌଣସି ଟେକ୍ନିକାଲ ଜ୍ଞାନର ଆବଶ୍ୟକ ନାହିଁ କିମ୍ବା ଥାର୍ଡ ପାର୍ଟି ଆପ୍ସର ମଧ୍ୟ ଆବଶ୍ୟକ ନାହିଁ। ଗୁଗଲ କ୍ରୋମ୍ର କେତେଟା ସେଟିଂ ଅଛି ମୁଁ ଆପଣଙ୍କୁ ଟିପ୍ସ କହିବି ଯେଉଁଟା ଆପଣଙ୍କ ଗୁଗଲ କ୍ରୋମ୍କୁ ଆହୁରି ମଧ୍ୟ ଫାଷ୍ଟର କରିଦେବ। ଚାଲନ୍ତୁ ଭିଡ଼ିଓ ଆମେ ଆରମ୍ଭ କରିବା। ପ୍ରଥମରେ କ୍ୟାଶ୍ କ୍ଲିୟର। କ୍ରୋମ୍ରେ ଆପଣଙ୍କୁ କ୍ୟାଶ୍ କ୍ଲିୟର କରିବା ପାଇଁ ପଡ଼ିବ। ଆଉ ସେଇଟା କରିବା ପାଇଁ କ୍ରୋମ୍ ଆପ୍ ଓପେନ୍ କରନ୍ତୁ। ଯଦି ଆପଣ କ୍ରୋମ୍ରେ ୟୁଜ୍ କରୁଛନ୍ତି, କ୍ରୋମ୍ ଆପ୍ ଓପେନ୍ କଲା ପରେ 3ଟି ଡଟ୍ରେ କ୍ଲିକ୍ କରନ୍ତୁ ରାଇଟ୍ ସାଇଡ୍ ଟପ୍ କର୍ଣ୍ଣରରେ ଯାହା ଦିଆଯାଇଛି। 3ଟି ଡଟ୍ରେ କ୍ଲିକ୍ କଲା ପରେ ସେଟିଂକୁ ଯିବା। ସେଟିଂ ଓପେନ୍ କଲା ପରେ ଏଠି ଆପଣଙ୍କୁ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟି ଅପସନ୍ ଅଛି, ସେଇଠି କ୍ଲିକ୍ କରିବା। ଏ ଅପସନ୍ରେ ଆସିଲା ପରେ ଦେଖନ୍ତୁ ଉପରେ ଅପସନ୍ ଲେଖା ହେଇଛି ଡିଲେଟ୍ ବ୍ରାଉଜିଂ ଡାଟା, ଏଇଟା ଅନ୍ କରନ୍ତୁ। ଏଇଟା ଅନ୍ କଲା ପରେ ଦେଖନ୍ତୁ ସାଙ୍ଗମାନେ ଏଠି କ୍ୟାଚ୍ ଇମେଜ୍ ଆଣ୍ଡ ଫାଇଲ୍ସ ଲେଖା ହେଇଛି, ଏଇଟାକୁ ଆପଣଙ୍କୁ କ୍ଲିୟର କରିବା ପାଇଁ ପଡ଼ିବ। ଆଉ ଯେଉଁ ବାକି ଦୁଇଟା କୁକି ସାଇଟ୍ ଆଣ୍ଡ ବ୍ରାଉଜିଂ ହିଷ୍ଟ୍ରି ଯଦି ଆପଣ ଚାହିଁବେ ସେଇଟା କ୍ଲିୟର କରିପାରିବେ, କିନ୍ତୁ ମୁଁ ସ୍ପେଶିଆଲି ଏଠି ଆପଣମାନଙ୍କୁ ରେକମେଣ୍ଡ କରିବି ଏ ଯେଉଁ ଦୁଇଟା ଜିନିଷ ଏ ଯେଉଁ ଗୋଟେ ଜିନିଷ କ୍ୟାଚ୍ କ୍ଲିୟର, ଏଟାକୁ କ୍ଲିୟର ଏଠି ଯଦି ଅନଟିକ୍ ହେଇକି ଅଛି ଠିକ୍ କରନ୍ତୁ। ଆଉ ତଳେ ଦେଖନ୍ତୁ ଡିଲିଟ୍ ଡାଟା ଲେଖା ହେଇଛି, ଏଠି କ୍ଲିକ୍ କରନ୍ତୁ। ଏଇଠି କ୍ଲିକ୍ କରିକି ଆପଣଙ୍କର କ୍ୟାଚ୍ଟାକୁ କ୍ଲିୟର କରିଦିଅନ୍ତୁ। ଆଉ ଦ୍ୱିତୀୟରେ ଟ୍ୟାବ୍ସ କାହାକୁ କୁହାଯାଏ? ଏଇଗୁଡ଼ିକ ସବୁ ଟ୍ୟାବ୍ସ ଯେଉଁଟା ଆପଣମାନେ ୟୁଜ୍ କରୁନାହାନ୍ତି, ଏଇଟାକୁ କ୍ଲିୟର କରିବା ପାଇଁ ପଡ଼ିବ। ଏଇଟାକୁ କ୍ଲିୟର କରିବାର ଦୁଇଟା ଉପାୟ ଅଛି। ପ୍ରଥମରେ ଏ ଯେଉଁ ଛକି ଚିହ୍ନ ଗୁଡ଼ାକ ଅଛି ଏଇଠି ମଧ୍ୟ ଆପଣ କ୍ଲିକ୍ କରିକି ଡିଲିଟ୍ କରିପାରିବେ ବା କ୍ଲିୟର କରିପାରିବେ। ଆଉ ଅନ୍ୟ ଆଉ ଗୋଟେ ଉପାୟ ଅଛି, ମୁଁ ଆପଣଙ୍କୁ କହିବି। ଯେକୌଣସି ଗୋଟେ ଟ୍ୟାବ୍ ଖୋଲି ନିଅନ୍ତୁ। ଫର୍ ଏକ୍ଜାମ୍ପଲ୍ ଏଇଟା ଟ୍ୟାବ୍ ଖୋଲିଲା ପରେ ସେଟିଂକୁ ଯିବା। ସେଟିଂକୁ ଗଲା ପରେ ସେଇ ସେଟିଂର ଭିତରେ ଆପଣଙ୍କୁ ଦେଖନ୍ତୁ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟି, ସେଠି କ୍ଲିକ୍ କରନ୍ତୁ। ପୁଣି ଡିଲିଟ୍ ବ୍ରାଉଜିଂ ଡାଟାରେ ଆସନ୍ତୁ। ଆଉ ଏଠି ଦେଖନ୍ତୁ ଟ୍ୟାବ୍ସ କହିକି ଲେଖା ହେଇଛି, ଏଇ ଟ୍ୟାବ୍ସ ଏଇଠି ଆପଣମାନେ କ୍ଲିକ୍ କରନ୍ତୁ। ଠିକ୍ ଅଛି, କ୍ଲିକ୍ କରି ଡିଲିଟ୍ ଡାଟାରେ କ୍ଲିକ୍ କରିଦିଅନ୍ତୁ। ଆଉ ଡିଲିଟ୍ ଡାଟାରେ କ୍ଲିକ୍ କଲା ପରେ ଦେଖିବେ ଆପଣଙ୍କ ସବୁ ଟ୍ୟାବ୍ସ କ୍ଲିୟର ହେଇଯାଇଥିବ। ବେକ୍ କରିନେବେ ଏବଂ ଚେକ୍ କରିନିଅନ୍ତୁ କେତେଟା ଟ୍ୟାବ୍। ଦେଖନ୍ତୁ ଏଇଠି ମୋର କେବଳ ଗୋଟେ ହିଁ ଟ୍ୟାବ୍ ଅଛି। ଆଉ ତୃତୀୟରେ ବ୍ୟାକଗ୍ରାଉଣ୍ଡ ୟୁଜେସ୍। ବ୍ୟାକଗ୍ରାଉଣ୍ଡରେ ବହୁତ କିଛି ବିଷୟ ୟୁଜ୍ ହେଇଥାଏ କ୍ରୋମ୍ରେ ଆପଣଙ୍କର। ଆପଣ ଯଦି ୟୁଜ୍ କରୁଛନ୍ତି କ୍ରୋମ୍ ତାହେଲେ ଆପଣ ଜାଣିପାରିବେ ପ୍ରୋସେସିଂ ହେବା ପାଇଁ କ୍ରୋମ୍ରେ ବହୁତ କିଛି ବିଷୟ ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ। ତ ପ୍ରଥମରେ କ'ଣ କରିବା, କ୍ରୋମ୍କୁ ଯିବା। ଠିକ୍ ସେଇ ପ୍ରକାର 3ଟି ଡଟ୍ ରାଇଟ୍ ସାଇଡ୍ ଟପ୍ କର୍ଣ୍ଣର ଯେଉଁଟା ସେଠି କ୍ଲିକ୍ କରିବା। ପୁଣି ଏଠି କ୍ଲିକ୍ କଲା ପରେ ସେଟିଂକୁ ଯିବା। ସେଟିଂକୁ ଆସିଲା ପରେ ସାଙ୍ଗମାନେ ଏଠି ଆପଣଙ୍କୁ ପ୍ରି ଲୋଡ଼ିଂ ପେଜେସ୍ କହିକି ଗୋଟେ ଅପସନ୍ ଦେଖିବା ପାଇଁ ମିଳିଯିବ। ରାଇଟ୍ ସାଇଡ୍ ଟପ୍ କର୍ଣ୍ଣର 3ଟି ଡଟ୍ରେ କ୍ଲିକ୍ କରନ୍ତୁ। ସେଟିଂକୁ ଆସନ୍ତୁ। ପୁଣି ସେଟିଂକୁ ଆସିଲା ପରେ ସେଇ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟିରେ କ୍ଲିକ୍ କରନ୍ତୁ। ଆଉ ପ୍ରି ଲୋଡ଼ିଂ ପେଜେସ୍ କହିକି ଗୋଟେ ଅପସନ୍ ଏଠି ଦେଖିବା ପାଇଁ ମିଳିଯିବ, ଏଇଠି ଆପଣମାନେ କ୍ଲିକ୍ କରନ୍ତୁ। ଯଦ୍ୱାରା ଆପଣଙ୍କ ବ୍ୟାକଗ୍ରାଉଣ୍ଡରେ ଯେଉଁ କାମ ଗୁଡ଼ାକ ଚାଲିଥିବ ସେଇଟା ବନ୍ଦ କରିହେବ। ତ ପ୍ରି ଲୋଡ଼ିଂ ପେଜେସ୍ରେ ଆପଣ ନ ପ୍ରି ଲୋଡ଼ିଂରେ ରଖିଦିଅନ୍ତୁ, ଯଦ୍ୱାରା ଆପଣଙ୍କ କ୍ରୋମ୍ ଆହୁରି ମଧ୍ୟ ଫାଷ୍ଟର ରନ୍ କରିବା ପାଇଁ ଆରମ୍ଭ ହେବ। 4th ନମ୍ବର ଷ୍ଟେପ୍ ଆପଣଙ୍କୁ ସେଇ କ୍ରୋମ୍ରେ ହିଁ ଦେଖିବା ପାଇଁ ମିଳିଯିବ। କ୍ରୋମ୍ର ଆପଣଙ୍କୁ ପରମିସନ୍ ମ୍ୟାନେଜର ଯାହା ମଧ୍ୟ ପରମିସନ୍ସ ଅଛି ଆପଣଙ୍କୁ ରିମୁଭ୍ କରିବା ପାଇଁ ପଡ଼ିବ। ଯେମିତିକି ଲୋକେସନ୍, କ୍ୟାମେରା, ନୋଟିଫିକେସନ୍, ଏସବୁ ପରମିସନ୍ ଆପଣଙ୍କୁ ରିମୁଭ୍ କରିବା ପାଇଁ ପଡ଼ିବ। ଆଉ ସେଟା ରିମୁଭ୍ କରିବା ପାଇଁ କେମିତି କରିବା? ପୁଣି ଥରେ ସେ କ୍ରୋମ୍ର 3ଟି ଡଟ୍ କ୍ଲିକ୍ କରିବା। ସେଟିଂକୁ ଯିବା। ସେଟିଂକୁ ଆସିଲା ପରେ ସାଙ୍ଗମାନେ ସେଇ ସାଇଟ୍ ସେଟିଂକୁ ଯିବା। ସାଇଟ୍ ସେଟିଂରେ କ୍ଲିକ୍ କରନ୍ତୁ। ଆଉ ସାଇଟ୍ ସେଟିଂରେ ଆସିଲା ପରେ ପ୍ରଥମରେ ଲୋକେସନ୍ ଦେଖନ୍ତୁ। ଲୋକେସନ୍ ଏଠି ଆପଣଙ୍କର ବହୁତ କିଛି ଥିବ ଯାହା ମଧ୍ୟ ଆଲାଉଡ୍ ହେଇକି ଅଛି। ଆପଣ ଚାହିଁଲେ ସେସବୁ ଅଫ୍ କରିପାରିବେ। ଠିକ୍ ଅଛି, ଡୋଣ୍ଟ ଆଲାଉ ସାଇଟ୍ସ ଟୁ ସି ୟୋର୍ ଲୋକେସନ୍, ଏଇଟା କ୍ଲିକ୍ କରିକି ଆପଣ ବନ୍ଦ କରିଦିଅନ୍ତୁ। ଠିକ୍ ଅଛି, ତାପରେ କ୍ୟାମେରାର ମଧ୍ୟ ଆବଶ୍ୟକ ନାହିଁ, କ୍ୟାମେରାକୁ ମଧ୍ୟ
ବନ୍ଦ କରିଦିଅନ୍ତୁ। ଆଉ ଠିକ୍ ସେ ପ୍ରକାର ନୋଟିଫିକେସନ୍ ମଧ୍ୟ ଆସିକି ଯଦି ଆପଣଙ୍କର ନୋଟିଫିକେସନ୍ ବାରମ୍ବାର ଆସୁଛି ତାହେଲେ ସେ ନୋଟିଫିକେସନ୍ ଗୁଡ଼ାକ ମଧ୍ୟ ବନ୍ଦ କରିଦିଅନ୍ତୁ। ସଙ୍ଗେ ସଙ୍ଗେ ମାଇକ୍ରୋଫୋନ୍ ଯଦି ଆପଣ ଚାହୁଁଛନ୍ତି ଆଲାଉ କରିବା ପାଇଁ ଆଲାଉ କରିପାରିବେ, ନହେଲେ ଏଇଟା ମଧ୍ୟ ବନ୍ଦ କରିଦିଅନ୍ତୁ। ଯଦ୍ୱାରା କ'ଣ ହେବ, ବ୍ୟାକ୍ଗ୍ରାଉଣ୍ଡରେ ପ୍ରୋସେସ୍ ହେବା ଯେଉଁ ପରମିସନ୍ସ ଗୁଡ଼ାକ ଥାଏ, ସେ ପରମିସନ୍ସ ଯଦି ଅନ୍ ହେଇକି ଥିବ ତାହେଲେ ବ୍ୟାକ୍ଗ୍ରାଉଣ୍ଡରେ ବହୁତ କିଛି ବିଷୟ ଗୁଡ଼ାକ ଚାଲିଥାଏ ଏବଂ ଆପଣଙ୍କ କ୍ରୋମ୍କୁ ସ୍ଲୋ ଡାଉନ୍ କରିଦିଏ। ଆଉ ଫିଫ୍ଥ ପଏଣ୍ଟ, ଯଦି ଆପଣଙ୍କ କ୍ରୋମ୍ ଅପଡେଟେଡ୍ ନାହିଁ ତାହେଲେ ମଧ୍ୟ କ୍ରୋମ୍ ବହୁତ ସ୍ଲୋ ଚାଲିବ। ଏଇଟାକୁ ଅପଡେଟ୍ କରିବା ପାଇଁ ପଡ଼ିବ। ଆଉ ଏଇଟାକୁ ଅପଡେଟ୍ କରିବା ପାଇଁ ଆପଣମାନେ ଜାଣିଛନ୍ତି, ପ୍ଲେ ଷ୍ଟୋରକୁ ଯିବା। ପ୍ଲେ ଷ୍ଟୋରକୁ ଏପଟେ ଆସିଲା ପରେ ଏଠି ଲେଖନ୍ତୁ କ୍ରୋମ୍ ଲେଖନ୍ତୁ। ଆଉ କ୍ରୋମ୍ ଲେଖା ହେଲା ପରେ ଦେଖନ୍ତୁ ଏଇଠି ଅପଡେଟ୍ ବାକି ଅଛି, ପେଣ୍ଡିଂ ଅଛି। ଯଦି এই ପ୍ରକାର ଅପଡେଟ୍ ପେଣ୍ଡିଂ ଅଛି, ଅପଡେଟ୍ କରିଦିଅନ୍ତୁ। ଠିକ୍ ଅଛି ସାଙ୍ଗମାନେ, ଏଇଟା 5th ନମ୍ବରରେ କରିନେବେ। ତ ସାଙ୍ଗମାନେ ଆଉ ଗୋଟେ ମୁଁ ଆପଣଙ୍କୁ ବୋନସ୍ ଟିପ୍ସ କହିବି। ଯଦି ଆପଣଙ୍କ ମୋବାଇଲ ବହୁତ ପୁରୁଣା ଆଉ ସେ ମୋବାଇଲରେ ଯଦି এই ପ୍ରକାର କ୍ରୋମ୍ ଯଦି ସପୋର୍ଟ କରୁନାହିଁ, ତାହେଲେ ଆପଣଙ୍କୁ ମୁଁ ରେକମେଣ୍ଡ କରିବି ଗୁଗୁଲ୍ ଗୋ କିମ୍ବା ଅପେରା ମିନି ଭଳିଆ এইগুলা ହାଲକା ଆପ୍ସକୁ ଆପଣମାନେ ୟୁଜ୍ କରିପାରିବେ। ଯଦି ସାଙ୍ଗମାନେ এই ସବୁ ଷ୍ଟେପ୍ସ ଆପଣମାନେ ଆପଣଙ୍କ ମୋବାଇଲରେ ଯଦି ଆପ୍ଲାଏ କରିବେ କ୍ରୋମ୍ରେ, ତୁରନ୍ତ ଆପଣଙ୍କ କ୍ରୋମ୍ର ପରିବର୍ତ୍ତନ ଦେଖିବା ପାଇଁ ମିଳିଯିବ। ଆଉ ଆପଣଙ୍କୁ ବହୁତ ଭଲ ଲାଗିବ ଆଉ ଏକ୍ସପିରିଏନ୍ସ ମଧ୍ୟ ବହୁତ ଫାଷ୍ଟ ହେବା ପାଇଁ ଯାଉଛି। ତ ସାଙ୍ଗମାନେ ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଗୋଟେ ଲାଇକ୍ କରିଦେବେ। ଆଉ ଲାଇକ୍ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଫ୍ରେଣ୍ଡସ୍ ଫ୍ୟାମିଲିଙ୍କ ସହିତ ମଧ୍ୟ ଭିଡ଼ିଓ ସେୟାର କରନ୍ତୁ, ଯଦ୍ୱାରା ସେମାନେ ମଧ୍ୟ ଜାଣିପାରିବେ କ୍ରୋମ୍କୁ କି ପ୍ରକାର ସ୍ପିଡ୍ ଚଲାଇବା ଏବଂ ସ୍ପିଡ୍ ବ୍ରାଉଜିଂ କରିବା। ଆଉ ଯେଉଁ ଭାଇ ଭଉଣୀମାନେ ସବସ୍କ୍ରାଇବ୍ କରିନାହାନ୍ତି, ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିନିଅନ୍ତୁ। ସାଙ୍ଗମାନେ ପୁଣି ଥରେ ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ, ଇନଫର୍ମେଟିଭ୍ ଭିଡ଼ିଓରେ। ଜୟ ହିନ୍ଦ।